କ୍ଲାସ୍ 8ର ପିଲାମାନେ ଆମେ ସ୍କୁଲରେ ପଢ଼ୁଥିଲେ ଜିଲ୍ଲା ପ୍ରଶାସନ କହିଲେ ଆମେ ଜାଣିଥିଲେ ଯେ ଜିଲ୍ଲାକୁ କିପରି ଶାସନ କରିବା। ଜିଲ୍ଲା ଶାସନ କରିବାର ଅର୍ଥ ମୁଁ କହିଥିଲି ଯେ ଜିଲ୍ଲାକୁ ଆମେ କେଉଁ ନିୟମାବଳୀ ସବୁ ଦେବା ଯାହାଦ୍ୱାରା ଗୋଟିଏ ଜିଲ୍ଲା ବିକାଶ ଦିଗରେ ଆଗେଇ ପାରିବ ବା ବିକଶିତ ଆଡ଼କୁ ଅଗ୍ରସର ହୋଇପାରିବ। ତ ତାହାକୁ କୁହାଯାଏ ଜିଲ୍ଲା ପ୍ରଶାସନ। ମାନେ ତୁମକୁ ଗୋଟେ ସ୍ଥାନ ବା ଅଞ୍ଚଳ ଦିଆଯାଉଛି, ଆଉ ତମେ ବିଭିନ୍ନ ରୁଲ୍ସ ରେଗୁଲେସନ୍ ସବୁ ତିଆରି କରିବ ସେ ସ୍ଥାନ ଆଉ ଅଞ୍ଚଳକୁ ବିକଶିତ କରିବା ପାଇଁ। ସେମିତି ଆମ ଓଡ଼ିଶାରେ ଯେଉଁ 30ଟି ଜିଲ୍ଲା ଅଛି, ପ୍ରତ୍ୟେକଟି ଜିଲ୍ଲାକୁ କେମିତି ବିକଶିତ କରାଯିବ, ଡେଭଲପଡ୍ ଡିଷ୍ଟ୍ରିକ୍ଟ କରାଯିବ, ସେଥିପାଇଁ କ'ଣ କରାହେଉଛି ନା ଆମେ ଜିଲ୍ଲା ପ୍ରଶାସନ କରୁଛନ୍ତି। ବୁଝିଲ, ବିଭିନ୍ନ ନିୟମାବଳୀ ତିଆରି କରୁଛନ୍ତି, ବିଭିନ୍ନ ନିୟମାବଳୀ ଲାଗୁ କରାଉଛନ୍ତି, ଯାହାଦ୍ୱାରା ଆମେ ଆମ ଜିଲ୍ଲାକୁ ବିକଶିତ କରାଇପାରିବା। ବର୍ତ୍ତମାନ ଆମେ ଜାଣିବା, ଏଇ ବିଷୟରେ ପଢ଼େଇଥିଲି କିଛି, ବର୍ତ୍ତମାନ ଆମେ ଜାଣିବା ଯେ ଆମ ଜିଲ୍ଲାକୁ ଆକ୍ଚୁଆଲି କିପରି ବିକଶିତ କରାଯାଏ ବା କ'ଣ ସବୁ ନିୟମାବଳୀ ରହିଛି ବା କିଏ ବିକଶିତ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଦେଖ, ପ୍ରଥମେ ଗୋଟେ ମ୍ୟାପ୍ ଦେଇଛି, ଦେଖିପାରୁଥିବ କେତେ ବଢ଼ିଆ ମ୍ୟାପ୍ ଦେଇଛି ଆମ ଓଡ଼ିଶା, ବନ୍ଦେ ଉତ୍କଳ ଜନନୀ। ନାଇଁ, ଆମ ଓଡ଼ିଶା ଦେଖ, ଆମ ଓଡ଼ିଶାରେ 30ଟି ଜିଲ୍ଲା ଅଛି। ଓଡ଼ିଶା ଗୋଟିଏ ରାଜ୍ୟ, ସେଥିରେ 30ଟି ଜିଲ୍ଲା। ଏଇ ଆମ କେନ୍ଦ୍ରାପଡ଼ା ଏଇ ସାଇଡ଼୍ରେ ଅଛି, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ, ଯାଜପୁର, ଏମିତି 30ଟି ଜିଲ୍ଲା ଆମ ଓଡ଼ିଶାରେ ଅଛି। ଆମେ ସେଇ 30ଟି ଜିଲ୍ଲାକୁ କେମିତି ପ୍ରଶାସନିକ ସହାୟତାରେ ବା ପ୍ରଶାସନିକ ନିୟମାବଳୀରେ ଆମେ ଆମ ଜିଲ୍ଲାକୁ ବିକଶିତ କରିବାରେ ଲାଗିଛନ୍ତି, ସେ ବିଷୟରେ ଆମେ ଜାଣିବା। ପ୍ରଥମେ କ'ଣ ଆସିଲା ନା ଲେଖା ହେଇଛି, ଏ ବିଷୟରେ କ'ଣ ଲେଖା ହେଇଛି, କ'ଣ ଏ ବିଷୟରେ ଆମେ ପଢ଼ିବା ସେ ବିଷୟରେ ଲେଖା ହେଇଛି। କ'ଣ ଲେଖା ହେଇଛି ଦେଖ, ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ହେଲା, ତାହେଲେ ତୁମେ କହିବ, ମୁଁ ତୁମ କ୍ଲାସ୍ରେ କହୁଥିଲି ଯେ ତୁମେ କହିବ ଯେ ସାର୍ ଆମର ତ ଭାରତ ଗୋଟିଏ ବା ଆମ ରାଜ୍ୟ ତ ଗୋଟିଏ, ପୁଣି ସାର୍ ଏମିତି ଖଣ୍ଡ ଖଣ୍ଡ କରି ସାର୍ କାହିଁକି ଜିଲ୍ଲା କରିଛନ୍ତି? ଏହାଦ୍ୱାରା ଆମ ଭିତରେ ସାର୍ ବାଦ ବଢ଼ୁଛି, ଆମ ଭିତରେ ଗଣ୍ଡଗୋଳ ବଢ଼ୁଛି। ସିଏ କହୁଛି ସାର୍ ମୁଁ ଯାଜପୁର, ଆମେ କହୁଛୁ ସାର୍ ଆମ କେନ୍ଦ୍ରାପଡ଼ା, ଆମେ କହୁଛୁ ଆମ କେନ୍ଦ୍ରାପଡ଼ାର ମ୍ୟୁଜିକାଲ୍ ବଢ଼ିଆ, ସିଏ କହୁଛନ୍ତି ଆମ ଯାଜପୁରର ବଢ଼ିଆ, ସିଏ କହୁଛନ୍ତି ଆମ ଭଦ୍ରକର ବଢ଼ିଆ। ଏମିତି ସବୁ ବିଭିନ୍ନ ଗଣ୍ଡଗୋଳ ସାର୍ ହେଉଛି। କାହିଁକି ସାର୍ ଆପଣ ଏମିତି ସାର୍ ସରକାର କରିଛନ୍ତି? ମୁଁ କରିନି, ସରକାର କାହିଁକି ଏମିତି କରିଛନ୍ତି? ହେଲା, କ'ଣ ପାଇଁ ସମ୍ବିଧାନରେ ଏମିତି ଲେଖା ଅଛି କି ପ୍ରତିଟି ରାଜ୍ୟକୁ ଭାଗ ସବୁ କରାହେଇକି ଜିଲ୍ଲା ଖଣ୍ଡ ଖଣ୍ଡ କରିଦିଆହେଇଛି? ହଁ, ବର୍ତ୍ତମାନ ମୁଁ ବୁଝେଇବି। ଯେତେବେଳେ ଗୋଟିଏ ବଡ଼ ହଲ୍ ଥିବ, ଆଉ ତୁମକୁ ସେଇ ହଲ୍ରେ ପିଲା ଭର୍ତ୍ତି ଥିବେ, ଆଉ ତୁମକୁ ସେଇ ହଲ୍ରେ ମୁଁ ମନିଟର କରେଇବି, ତୁମକୁ କହିବି ସବୁ ପିଲାଙ୍କୁ ସାଇଲେଣ୍ଟ କରିକି ବସାଅ, ସେଇଟା ତୁମ ପାଇଁ କ'ଣ ହେଇପାରିବ? କଷ୍ଟସାଧ୍ୟ ହେଇଯିବ, ଡିଫିକଲ୍ଟ ହେଇଯିବ ତୁମ ପାଇଁ। ତୁମେ ଆଗରେ ଅନେକ କିଏ ପାଟି କରୁଛି ବୋଲି ପଛରେ ପିଲା ପାଟି କରୁଥିବେ, ପଛକୁ ଗଲାବେଳକୁ ମଝିରେ ପାଟି କଲେ, ମଝିରେ ଗଲାବେଳକୁ ଆଗକୁ ଗଲା, ଚାଲିଲା ଆଉ କ'ଣ। ତୁମେ ସେଇଠୁ ମୁଣ୍ଡକୁ ପିଟି ଦେବ ବେଞ୍ଚରେ ପିଟି ଦେଇ ବସିବ। ବୁଝିପାରୁଛ? ଯେତେବେଳେ ତୁମକୁ କୁହାଯିବ ଏଇ 2ଟି ବେଞ୍ଚ ତ ଦାୟିତ୍ୱ, ଏଇ 2ଟି ବେଞ୍ଚରେ ଯେଉଁ 4-8 ଜଣ ପିଲା ବସୁଛନ୍ତି, ଇଏ ଏଇ ପିଲାଙ୍କୁ ତୁ ନଜର ରଖିବୁ କିଏ ପାଟି କରୁଛନ୍ତି, ଏଇଟା ତୁମ ପାଇଁ କ'ଣ ହେଇଯିବ? ଇଜି ହେଇଯିବ କି ନାହିଁ? ସେମିତି ଆମ ରାଜ୍ୟକୁ ବିଭିନ୍ନ ଜିଲ୍ଲାରେ ବିଭକ୍ତ କରାହେଇଛି। ସମସ୍ତଙ୍କ ଉପରେ ଫୋକସ୍ ଦିଆଯିବ ଯେ କେଉଁଠି କ'ଣ ହେଉଛି, କେଉଁଠି କ'ଣ ହେଉନି, କେମିତି ତାକୁ ବିକଶିତ କରାଯିବ। ବୁଝାପଡ଼ୁଛି? ସେଥିପାଇଁ ଲେଖା ହେଲା ପ୍ରଶାସନିକ ସୁବିଧା ପାଇଁ ପ୍ରତିଟି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ମୁଁ ଆଗରୁ କହିଛି, ବର୍ତ୍ତମାନ ଆମ ଓଡ଼ିଶାରେ 30ଟି ଜିଲ୍ଲା ଅଛି। ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ। ବୁଝିଲ, କଲେକ୍ଟର ସିଏ ହେଉଛନ୍ତି ଜିଲ୍ଲାପାଳ, ମାନେ ଜିଲ୍ଲାର ପ୍ରଶାସନିକ ମୁଖ୍ୟ। ବୁଝିଲ, ଜିଲ୍ଲାକୁ ଯିଏ ଚଳାନ୍ତି, ଜିଲ୍ଲାର ଯିଏ ସର୍ବୋଚ୍ଚ ଶାସନ ମୁଖ୍ୟ, ସବୁଠୁ ତାଙ୍କର ଅଧିକ କ୍ଷମତା ଗୋଟେ ଜିଲ୍ଲା ଭିତରକୁ ଯିଏ ପଶିବ, ଜିଲ୍ଲାର ଯାହା ଘଟଣା ଘଟିବ, ୱିଦାଉଟ୍ ପରମିସନ୍ ଅଫ୍ କଲେକ୍ଟର କିଛି ହେଇପାରିବ ନାହିଁ। ବୁଝିଲ, କଲେକ୍ଟର ପରମିସନ୍ ଅଛି ମାନେ ସବୁ ହେଇପାରିବ, ବିନା କଲେକ୍ଟର ପରମିସନ୍ରେ କିଛି ହେଇପାରିବ
କାରଣ ସିଏ ହେଉଛନ୍ତି ଗୋଟିଏ ଜିଲ୍ଲାର ଫାଦର, ଗ୍ରାଣ୍ଡ ଫାଦର, ଗଡ୍ ଫାଦର, ଯାହା ତୁମେ କହିପାରିବ, ମୁଖ୍ୟ ବୋଲି ଭାବିନି ହେଲା, ବୁଝିଲା। କଲେକ୍ଟର କେମିତି ହୁଅନ୍ତି? IAS ହେଇକି। ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ ସର୍ଭିସ ଯଦି ତୁମେ କ୍ୱାଲିଫାଇ କରିବ, ଯଦି ତୁମ ଭିତରୁ କିଏ ପିଲା ଚାହୁଁଛ ମୁଁ ଭଲ ପାଠ ପଢ଼ିବି, ତାହେଲେ ତୁମେ ଗୋଟେ ଜିଲ୍ଲାର ମଧ୍ୟ ହେଇପାରିବ, ଜିଲ୍ଲାର ସବୁଠୁ ମୁଖ୍ୟ ମୁରବୀ ହେଇପାରିବ ତୁମେ, ହେଲା, ଗୋଟିଏ ଜିଲ୍ଲାର। ହଉ, ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ଜଗନ୍ନାଥ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା, ଯଥା କଲେକ୍ଟର ଭାବରେ ଭୂ ରାଜସ୍ୱ ଆଦାୟ କରିବା ଏବଂ ଅନ୍ୟଟି ଥିଲା ମାଜିଷ୍ଟ୍ରେଟ ଭାବରେ ମକଦ୍ଦମା ବିଚାର କରିବା। ତାର ଯେତେବେଳେ ବ୍ରିଟିଶ ଶାସନ କରୁଥିଲେ ସେତେବେଳେ ଜିଲ୍ଲାପାଳଙ୍କର ବା କଲେକ୍ଟର ମାନଙ୍କର ଦୁଇଟି କାମ ଥିଲା। ଭୂ ରାଜସ୍ୱ ମାନେ ଭୂମି କର, ଜମି କର, ଯାହା ତୁମେ ବୁଝିପାରିବ, ଜମିରେ ଚାଷ କରୁଛ, ଜମି ଖଜଣା ଯାହାକୁ କୁହନ୍ତି, ଯାହା ଯିଏ ଶୁଣିଥିବ, ହେଲା, ସେଇ କର ଦିଆଯିବ, କର ଆଦାୟ କରିବ, ତୁମେ ଜମିରେ ରହୁଛ, ଚାଷ କରୁଛ, କର ଦିଅ, ସେଟା କରିବେ। ଆଉ ଜିଲ୍ଲାରେ କାଉଟି କ'ଣ ହେଲା, ସେ ସାର୍ ମୋତେ ସେ କାହିଁ ଖେଳେଇଲାନି, ସାର୍ ସେ ମୋତେ କାଲି ଖେଳେଇନି, ଆଉ ତମେ ଯେମିତି ଶିବୁନୁ ଖେଳେଇଲ ଏ ଯେଉଁ ଆମ ଆନୁଆଲ୍ ସ୍ପୋର୍ଟସରେ, ଦେଖିଲା ବେଳକୁ ସେ ଟୁକୁ ଟୁକୁ କରିକି ତୁମକୁ ସପ୍ତମ ଶ୍ରେଣୀ ପିଲାଙ୍କଠୁ ହରେଇ ଦେଲା, ସେମିତି ହେଲା। କ'ଣ ତୁମ ଭିତରେ କ'ଣ ଗଣ୍ଡଗୋଳ ହେବ, ସାର୍ ସିଏ କେମିତି ଖେଳିଲା ବୋଲେ ହାରିଲା, ଇଏ ସାର୍ ଏଟା ସେଟା, କେତେ ଗଣ୍ଡଗୋଳ କ୍ଲାସ୍ରେ ହେଉଛି, ତାର ହିସାବ ନାହିଁ। ଯଦି କୋର୍ଟକୁ ଯାଆନ୍ତା ସବୁ ଗଣ୍ଡଗୋଳ, ତାହେଲେ କୋର୍ଟ ମାନଙ୍କର ଫାଇଲରେ ଏତେ ସବୁ ଇଏ, ଆହୁରି ତୁମେ ଗୋଟେ ଘରର ଘର ଫାଇଲ ହେଇଯାନ୍ତା ନା, ଏତେ ଗଣ୍ଡଗୋଳ। କେତେବେଳେ ଓମ୍ ରାଗିଲାଣି, କେତେବେଳେ ଜ୍ଞାନ ଗୋଟେ ମାରିଦେଲାଣି, କେତେ କ'ଣ ବ୍ୟବସ୍ଥା କିଛି କହିହେବନି, ହେଲା। ହଉ, କିନ୍ତୁ ତା ଜାଣିପାରିଲ, ଯେତେ ଯାହା ସବୁ ହେଉଥିବ ତାକୁ ସବୁ ମକଦ୍ଦମା ମାନେ ଗଣ୍ଡଗୋଳ, ମକଦ୍ଦମା କେସ୍ ଯାହାକୁ ଇଂଲିଶରେ କୁହନ୍ତି, ତାକୁ ବିଚାର କରାଯିବ, ଜଜ୍ କରାଯିବ, ହେଲା। ମନେ ରଖ, ଭାରତର ଜିଲ୍ଲାପାଳ ପଦବୀ 1772 ମସିହାରେ ୱାରେନ୍ ହେଷ୍ଟିଙ୍ଗଙ୍କ ଦ୍ୱାରା ସୃଷ୍ଟି ହେଇଥିଲା, ହେଲା। ସେତେବେଳେ ଥିଲେ ସିଏ ଗଭର୍ଣ୍ଣର ଅଫ୍ ବେଙ୍ଗଲ ଥିଲେ, ବୁଝିଲ, ମାନେ ବଙ୍ଗର ଗଭର୍ଣ୍ଣର ଥିଲେ ୱାରେନ୍ ହେଷ୍ଟିଙ୍ଗ, ବୁଝିଲ। ସେତେବେଳେ ସେ କ'ଣ କରିଥିଲେ ନା, ଭାରତର ଜିଲ୍ଲାପାଳ ପଦବୀ ସେ କହିଥିଲେ କି ପ୍ରତିଟି ଜିଲ୍ଲାରେ ଗୋଟିଏ ଜିଲ୍ଲାପାଳ ପଦବୀ ବା କଲେକ୍ଟର ରହିବାର ଆବଶ୍ୟକତା ଅଛି। 1772 ମସିହାରେ ସେ ବାହାର କରିଥିଲେ, ହେଲା, ଗଭର୍ଣ୍ଣର ଅଫ୍ ବେଙ୍ଗଲ। ହଉ, ତାପରେ ଆମେ ଜିଲ୍ଲାପାଳଙ୍କ କଥା ପଢ଼ିବା। କ'ଣ ଜିଲ୍ଲାପାଳଙ୍କ କଥା ଲେଖା ହେଲା? ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ। ତ ମୁଁ କହିଥିଲି ଏସବୁ ଜିନିଷ ମନେ ରଖିଦେଇଥିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦର ମହକୁମା, ସଦର ମହକୁମା ମାନେ ଗୋଟିଏ ଜିଲ୍ଲାର ମୁଖ୍ୟ ସ୍ଥାନ, ଯେଉଁଠି ସବୁ ଥାଏ, କୋର୍ଟ, ହସ୍ପିଟାଲ, ଗଭର୍ଣ୍ଣମେଣ୍ଟ ବଡ଼ ହସ୍ପିଟାଲ, ପୋଲିସ ଷ୍ଟେସନ, ବଡ଼ କଲେଜ, ସବୁ ଯେଉଁଠି ମୁଖ୍ୟ ଜିନିଷ ଥାଏ ତାକୁ ସଦର ମହକୁମା ବୋଲି କୁହାଯାଏ। ଏବଂ ସେଇ ସଦର ମହକୁମା ଅଞ୍ଚଳରେ, ବୁଝିପାରୁଛ, ଯେମିତି ଆମ ସ୍କୁଲର ସବୁ ମୁଖ୍ୟ କେଉଁଠି, କିଛି ଜିନିଷ କେଉଁଠି ହେବ, ଆମ ଅଫିସ୍ ସବୁ ମୁଖ୍ୟ, ବୁଝାପଡ଼ୁଛି, ସେମିତି ସଦର ଅଫିସ୍ ପାଖରେ କ'ଣ ଅଛି, ଅଫିସ୍ ପାଖରେ ଫାଷ୍ଟ ଏଡ୍ ଅଛି, ଅଫିସ୍ ପାଖରେ ଆମ ସାର୍ ସବୁ କ'ଣ ଅଛନ୍ତି, ସମସ୍ତେ ସବୁ ମୁଖ୍ୟ ଜିନିଷ, ଯେତେ ଯାହା ହେବ ତୁମେ କେଉଁଠି ଯିବ, ଅଫିସ୍ ପାଖକୁ, ମୁଖ୍ୟ ଜିନିଷ ଇଏ କରିବା ପାଇଁ। ସେମିତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦର ମହକୁମାରେ ଅଛି। ସଦର ମହକୁମା ବୋଲି କିଛି ନଥାଏ, ଯେଉଁ ଜାଗାଟା ମୁଖ୍ୟ, ଯେଉଁ ଜାଗାରେ ସବୁ ମୁଖ୍ୟ ଜିନିଷ ରୁହେ, ଆଉ ଏହା ମାନେ କ'ଣ, ଏହା ପାଖାପାଖି ସବୁବେଳେ ଜିଲ୍ଲାର ମଝିରେ ରୁହେ, ହେଲା, ମାନେ ମିଡ୍ ପଏଣ୍ଟ, ମଝିରେ କ'ଣ ସବୁଆଡ଼ୁ ଲୋକ ଆସିପାରିବେ, ବୁଝିପାରିଲ, ଆଉ ସଦର ମହକୁମା। ହଉ, ତ କ'ଣ ଜିଲ୍ଲାର ଗଲା, ଏଟା ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି। କେତେ ସହଜ ଜିନିଷ କହିଲ, ଜିଲ୍ଲାପାଳ ଜିଲ୍ଲାର ସବୁବେଳେ ସେ ଚାହିଁବେ କି ସେ ବିକାଶ କେମିତି ହେବ, କ'ଣ କରାଯିବ, ଆମ ଜିଲ୍ଲାଟା ଏମିତି ହେଲାଣି, କେମିତି କ'ଣ କରିବା, କ'ଣ, ବୁଝିପାରୁଛ, ସବୁବେଳେ ଚାହାନ୍ତି କି ଆମ ଜିଲ୍ଲାକୁ କେମିତି ଉନ୍ନତି କରାଇବେ। ତାପରେ ନେକ୍ସଟ ପଏଣ୍ଟ, ଜିଲ୍ଲାର ସଦର କାର୍ଯ୍ୟାଳୟରେ ମାନେ ତାଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବା ପାଇଁ ଏକ ବା ଏକାଧିକ ଅତିରିକ୍ତ ଜିଲ୍ଲାପାଳ, ହେଲା, ଆଡ଼ିସନାଲ କଲେକ୍ଟର ମଧ୍ୟ ଥାଆନ୍ତି,
ଆଉ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟର ମାନେ କାର୍ଯ୍ୟରତ ଅଛନ୍ତି। ଯେମିତି ମୁଁ ଜଣକୁ ପଠେଇନେ ତୁମେ ଦୁଇ ଜଣଙ୍କୁ ଡାକିନେ ହେଇ ତୁମକୁ ପ୍ରକାଶ ସାର୍ କହିଯିବେ ସେ ପିଲେ ଅର୍ପିତା ନେଇଲୁ ଟ୍ରାନ୍ସଲେସନ୍ ଖାତାଟା, ଅର୍ପିତା ଖାଲି ଯିବନି, ସାଙ୍ଗରେ ଦେବଲିନା ଆଉ ବିଜୟା ତୁଳସୀ ତାଙ୍କୁ ସାଙ୍ଗରେ ଧରିକି ଚାଲିଲା, 4-5 ଜଣ ଧରି, କାଳେ ବାଟରେ କେଉଁଠି ବାଘ ଅଛି, କେଉଁଠି ଟେକି ନେବ, କ'ଣ କରିବ, କେଉଁଠି କାମୁଡ଼ି ଦେବ, ବୁଝିଲ। ସେମିତି ମାନେ କାମକୁ ସହଜ କରିବା ପାଇଁ ସେମିତି ଜିଲ୍ଲାପାଳ ମଧ୍ୟ ନିଜ କାମକୁ ଆହୁରି ସହଜ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରଖିଛନ୍ତି। ଆଉ କ'ଣ ଡେପୁଟି କଲେକ୍ଟର ସବୁ ଅଛନ୍ତି, ଆହୁରି ସବୁ ବିଭିନ୍ନ ପୋଷ୍ଟ ସବୁ ସେ ବାହାର କରିକି ରଖିଛନ୍ତି, ଯାହାଦ୍ୱାରା ସେ ଭଲ ଢଙ୍ଗରେ ଆମ ଜିଲ୍ଲାକୁ ଶାସନ କରିପାରିବେ। ଜିଲ୍ଲାରେ ଥିବା ପ୍ରତି ଉପଖଣ୍ଡ ମାନେ ବ୍ଲକ ହେଲା, ପ୍ରତି ଉପଖଣ୍ଡରେ ଜଣେ ଜଣେ ଉପଖଣ୍ଡ ଅଧିକାରୀ ସବ୍ କଲେକ୍ଟର ଇଏ ମଧ୍ୟ କାର୍ଯ୍ୟରତ ଅଛନ୍ତି। ମାନେ ଗୋଟେ ଉପଖଣ୍ଡରେ ସବୁ ସବ୍ କଲେକ୍ଟର ରଖିଛି। ଜିଲ୍ଲାର ପ୍ରତିଟି ଉପଖଣ୍ଡରେ ତହସିଲଦାର ମଧ୍ୟ କାର୍ଯ୍ୟରତ ଅଛନ୍ତି, ତହସିଲଦାର ମଧ୍ୟ ରଖାଯାଇଛି। ସବ୍ କଲେକ୍ଟର ଲେଖାଏ ସବ୍ କଲେକ୍ଟର କ'ଣ କରନ୍ତି ରେ, ଭୂ ରାଜସ୍ୱ ଆଦାୟ କରିବେ, କର ସେଇ ଟିକସ ଟ୍ୟାକ୍ସ, ଜମି ଜମା ସଂକ୍ରାନ୍ତ ଦାୟିତ୍ୱ ତୁଲାନ୍ତି ହେଲା। ମନେ ରଖ, ଜିଲ୍ଲାପାଳ ପଦବୀରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା IAS ଅଧିକାରୀ ନିଯୁକ୍ତ। ଜିଲ୍ଲାପାଳ ହେବାକୁ ହେଲେ ୟୁ ହ୍ୟାଭ୍ ଟୁ କ୍ରାକ୍ IAS ଏକ୍ଜାମ୍, ୟୁ ହ୍ୟାଭ୍ ଟୁ। ଯଦି ଦମ ଅଛି ତାହେଲେ କରିକି ଦେଖାଅ, ଯଦି ନିଜକୁ ଭାବୁଛ ସେତିକି କାବିଲ ଦେଖାଅ କରି। ବର୍ତ୍ତମାନ ଯେଉଁମାନେ ପାଠ ଶୁଣୁଛ ହାତ ଗୁଡ଼ିକ ବାଡ଼େଇ ଦିଅ କଷି, ଯାହା ପାଖରେ ଅଛି ବାଡ଼େଇକି କୁହ ମୁଁ କରିକି ଦେଖେଇବି, ମୁଁ ଭଲ ପାଠ ପଢ଼ିକି ଦେଖେଇବି, ଛାଡ଼ିବିନି। ସେମିତି ପ୍ରକାର ଜୋସ୍ ରହିବା ଦରକାର। ଯେତେବେଳେ ପଢ଼ିବା ପୁରା ଫୁଲ୍ ଫୋକସ୍ଡ କନଫିଡେଣ୍ଟ ଜୋସ୍ର ସହ ପଢ଼ିବା। ଘଣ୍ଟେ ବି ଯଦି ପଢ଼ିଥିବ ନା, ସେ 4-5 ଘଣ୍ଟା ପଢ଼ିବା ସହିତ ସମାନ ହେଇଯିବ, ବୁଝିଲ। ଭେରି ଗୁଡ୍, ଇଏ ଗଲା କିଛି କଥା। ନେକ୍ସଟ ପଢ଼ିବା ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହ୍ୱାଟ୍ ଇଜ୍ ଦ ଡ୍ୟୁଟି ଅଫ୍ ଜିଲ୍ଲାପାଳ, ହ୍ୱାଟ୍ ଇଜ୍ ଦ ଡ୍ୟୁଟି ଅଫ୍ କଲେକ୍ଟର, କ'ଣ ତାଙ୍କର ସବୁ କାର୍ଯ୍ୟାବଳୀ ଅଛି ମୁଁ ସେଇ ବିଷୟରେ କହୁଛି। ଭୂ ରାଜସ୍ୱ ଆଦାୟ, ଜମି ଜମା ସମ୍ପର୍କିତ କାର୍ଯ୍ୟ ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଜିଲ୍ଲାର ଭୂ ରାଜସ୍ୱ ଆଦାୟ କରନ୍ତି। ଏହା ଛଡ଼ା ମାନେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି, ଇଏ ହେଲେ ଦେଖୁଥିବେ, ସବୁ ବୁଝୁଥିବେ, ସେଇଥିପାଇଁ ତ ରଖିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ। ଏହା ଛଡ଼ା ଜମି ଜମା ସମ୍ପର୍କିତ କାଗଜପତ୍ର ରକ୍ଷଣାବେକ୍ଷଣ, ଭୂ ସଂସ୍କାର ମାନେ କେଉଁଠି କେତେବେଳେ କାହା ଜମି ଯିବ, କାହା ଜମି ଆସିବ, ଏମିତି ସବୁ ବିଭିନ୍ନ ପ୍ରକାର ନିୟମ। ଭୂ ସଂସ୍କାର ମାନେ ଭୂମି ନିୟମ ହେଲା, ଭୂମିହୀନକୁ ଭୂମି ମିଳିବ, ଭୂମିହୀନକୁ ଭୂମି ଦିଆଯିବନି, ଏମିତି ବିଭିନ୍ନ ନିୟମ। ଭୂ ସଂସ୍କାର କାର୍ଯ୍ୟକ୍ରମ ସୁପରିଚାଳନା, କୃଷିର ବିକାଶ କେମିତି ହେବ, ଚାଷୀମାନଙ୍କର ସୁରକ୍ଷା, ଜମି ଅଧିଗ୍ରହଣ ଇତ୍ୟାଦି କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରନ୍ତି। ଜମି ଜମା ସମ୍ପର୍କିତ କେତେକ ମକଦ୍ଦମାର ବିଚାର ମଧ୍ୟ ଜିଲ୍ଲାପାଳ କରନ୍ତି ହେଲା। ଶାନ୍ତି ଶୃଙ୍ଖଳା, ତାପରେ ନେକ୍ସଟ ପଏଣ୍ଟ, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଆଇନର ସୁରକ୍ଷା କାର୍ଯ୍ୟ। ଜିଲ୍ଲା ଆରକ୍ଷୀ ମାନେ ପୋଲିସ ଆରକ୍ଷୀ ହେଲା, ଆରକ୍ଷୀ ଅଧିକ ଓ ତାଙ୍କ ଅଧୀନସ୍ଥ ପୋଲିସ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତି। ଶାନ୍ତି ଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ ଜିଲ୍ଲାପାଳ ତତ୍କ୍ଷଣାତ୍ ସେଠାରେ ପୋଲିସ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି। ସେ ଜିଲ୍ଲାର ମାସିକ ଅପରାଧ ସମ୍ପର୍କରେ ରିପୋର୍ଟ, ମାନେ ଏଥର ଆମକୁ ଏତିକି ଇଏ ହେଇଛି, ସେ ଏତିକି ମାନେ କ'ଣ କ୍ରିମିନାଲ୍ସ ହେଇଛି, ଏତିକି ଅପରାଧ ହେଇଛି, ରିପୋର୍ଟ ଦିଅନ୍ତି ସରକାରଙ୍କୁ ହେଲା। ଆଉ ବିକାଶ ଉନ୍ନୟନ ସବୁ ପଢ଼େଇଥିଲେ ନାଇଁକିରେ। ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ ବିଦ୍ୟୁତକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡ଼ିକ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ପାଦିତ ହୁଏ। ମଣ୍ଡଳ ଉନ୍ନୟନ ଅଧିକାରୀ ବା BDO ଯାହାକୁ କୁହନ୍ତି, ବ୍ଲକ ଡେଭଲପମେଣ୍ଟ ଅଫିସର, ଏସବୁ OAS ଏକ୍ଜାମ କ୍ରାକ୍ କଲେ BDO ତୁମେ ହେଇପାରିବ, ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକର ହେଡ୍ ହେଲା। ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ବ୍ଲକ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରିଥାନ୍ତି ହେଲା। ମନେ ରଖ, ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପକାରାଗାର ଗୁଡ଼ିକ ମଧ୍ୟ ଜିଲ୍ଲାପାଳ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି। ତାପରେ ହେଲା ବିବିଧ କାର୍ଯ୍ୟ। ମୁଁ ଯେଉଁ କହୁଥିଲା ସାରା ଗୋଟେ କାର୍ଯ୍ୟ ଅଛି ବିବିଧ କାର୍ଯ୍ୟ, ବିବିଧ ମାନେ ବିଭିନ୍ନ ହେଲା, ବିବିଧତା, ଭାରତ ବିବିଧତାରେ ଭରପୁର, ବିବିଧତାରେ ପୂର୍ଣ୍ଣ, ବିଭିନ୍ନତାରେ ପୂର୍ଣ୍ଣ ହେଲା, ବିଭିନ୍ନ ହେଲା, ଭିନ୍ନ ଭିନ୍ନ ଜିନିଷ ସବୁ ଅଛି। ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟସଭା, ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ
ରିଟର୍ଣ୍ଣିଂ ଅଫିସର ଓହୋ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟକାରୀ କରନ୍ତି ଓ ନିର୍ବାଚନ କଥା ସବୁ ବୁଝନ୍ତି ମାନେ ଇଲେକ୍ସନ୍ ଯେତେବେଳେ ହେବ ହେଲେ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟକାରୀ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ ମନେ ରଖିବ ଇଲେକ୍ସନ୍ କାମ ସବୁ ବୁଝାବୁଝି କରନ୍ତି ଯେତେବେଳେ ଇଲେକ୍ସନ୍ ଟାଇମ୍ ଆସିବ। ଜିଲ୍ଲାପାଳ କ'ଣ କରିବେ ଜିଲ୍ଲାର ପୌରାଞ୍ଚଳ ମାନେ ସହରାଞ୍ଚଳ ଗ୍ରାମାଞ୍ଚଳ ଏଥିରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକର ହେଲା ସ୍ୱାୟତ୍ତ ଶାସନ ସଂସ୍ଥା ମାନେ କ'ଣ ବିଭିନ୍ନ ପଞ୍ଚାୟତ ହଉ ଅଫିସ ହଉ ବୁଝିଲ ସ୍ୱାୟତ୍ତ ଶାସନ ସଂସ୍ଥା ତାକୁ କୁହନ୍ତି। ସ୍ୱାୟତ୍ତ ମାନେ କ'ଣ ନିଜ ଆୟତ ହେଲା ତାକୁ ସ୍ୱାୟତ୍ତ ବୋଲି କୁହନ୍ତି। ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ତଦାରଖ କରନ୍ତି। ଦୈବୀ ଦୁର୍ବିପାକ ସମୟରେ ମାନେ ଯେତେବେଳେ ଝଡ଼ ଆଇଲା ବନ୍ୟା ଆଇଲା ବାତ୍ୟା ଆଇଲା ଯେତେବେଳେ ରିଲିଫ୍ କରାଯିବ ଲୋକମାନଙ୍କ ଦାୟିତ୍ୱ ପୁରା ଜିଲ୍ଲାର ବାପା କିଏ କଲେକ୍ଟର ବୁଝିପାରିଲ। ଦୈବୀ ଦୁର୍ବିପାକ ମାନେ କ'ଣ ବାତ୍ୟା ଝଡ଼ ଭୂମିକମ୍ପ ଯାହା ଆଇଲା ଏ ସମୟରେ ଲୋକମାନଙ୍କୁ କେମିତି ରିଲିଫ୍ ଦିଆଯିବ ଲୋକମାନଙ୍କୁ କେମିତି ସୁରକ୍ଷିତ ରଖାଯିବ ସେ ଜିନିଷରେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ। ଜିଲ୍ଲାପାଳ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ସୁସଂବଟନ କରନ୍ତି। ମନେ ରଖ ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ କେତେ ଜିଲ୍ଲା ଆଉ କ'ଣ ଜିଲ୍ଲାର ଜିଲ୍ଲାପାଳ ସେ ଜାଣିବେନି ଆମ ଜିଲ୍ଲାରେ କେତେଟା ଲୋକ ରହୁଛନ୍ତି ବୋଲି ହେଲା। ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଓ ଜିଲ୍ଲାସ୍ତରୀୟ ମୁଖ୍ୟ ପ୍ରୋଟୋକଲ୍ ମାନେ ବିଭିନ୍ନ ନିୟମାବଳୀ ଅଧିକାରୀ ମଧ୍ୟ ହେଲା। ଜିଲ୍ଲାପାଳ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ସମସ୍ତେ ପାଠ ପଢ଼ୁଛନ୍ତି କି ନାହିଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମସ୍ତଙ୍କୁ କାମ ମିଳୁଛି କି ନାହିଁ ସବୁ ରୋଜଗାର ବିଭିନ୍ନ ଯୋଜନା ବିଭିନ୍ନ ସବୁ କ'ଣ ପ୍ରୋଗ୍ରାମ୍ ତାକୁ ସବୁ ଲୋକମାନେ ପାଇପାରୁଛନ୍ତି କି ନାହିଁ ଲୋକମାନେ ତା'ର ସୁବିଧା ଉଠେଇ ପାରୁଛୁ କି ନାହିଁ ତା ମଧ୍ୟ ଦାୟିତ୍ୱ ନିଅନ୍ତି ତଦାରଖ କରନ୍ତି ହେଲା। ଗୋପବନ୍ଧୁ ଗ୍ରାମୀଣ ଯୋଜନା ମଧୁବାବୁ ପେନ୍ସନ୍ ଯୋଜନା ଆଦି ସଫଳ ରୂପାୟନ ହେବ ସେ ଦିଗରେ ପଦକ୍ଷେପ ନିଅନ୍ତି। ଜିଲ୍ଲାପାଳଙ୍କ ଭୂମିକା କ'ଣ ଗୋଟେ ଅଛି ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ଚକ୍ଷୁ କର୍ଣ୍ଣ ନାସା ସଦୃଶ ହେଲା। ରାଜ୍ୟ ସରକାର କ'ଣ ସବୁ ଜିଲ୍ଲାରେ ବୁଲୁଛନ୍ତି ସବୁବେଳେ ସେ ରିପୋର୍ଟ କାହା ପାଖରୁ ନେବେ ତାର ମୁଖ୍ୟମନ୍ତ୍ରୀ କାହା ପାଖରୁ ରିପୋର୍ଟ ନେବେ ଜିଲ୍ଲାପାଳଙ୍କ ପାଖରୁ ରିପୋର୍ଟ ନେବେ ହେଲା। ଚକ୍ଷୁ କାନ ମାନେ ଇଏ ସବୁ କହିକି ସବୁ ଜଣେ ହେଲା। ସେ ଜନସାଧାରଣଙ୍କର ଜଣେ ବିଶ୍ୱସ୍ତ ସେବା ହେଲା ଅପ୍ରଦାନକାରୀ ପଦାଧିକାରୀ ଅଟନ୍ତି। ସନ୍ତୋଷ ସାର୍ କ'ଣ ସବୁ କ୍ଲାସ୍ ବୁଲୁଛନ୍ତି ହେଲେ କ୍ଲାସ୍ ସବୁ ଯାଉଛନ୍ତି କ୍ଲାସ୍ରେ କିଛି ଗୋଟେ କ୍ଲାସ୍ରେ ପ୍ରୋବ୍ଲେମ୍ ହେଲେ ସେ ସନ୍ତୋଷ ସାର୍ଙ୍କୁ ଜଣାଉଛନ୍ତି। ସେମିତି ଜିଲ୍ଲାପାଳ ହେଉଛନ୍ତି ଗୋଟେ କ୍ଲାସ୍ ଟିଚର ବୁଝିପାରିଲ ସେ ଜଣେଇବେ କାହାକୁ ସବୁବେଳେ ରିପୋର୍ଟ ଦେଉଥିବେ ସରକାରଙ୍କୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ବୁଝିପାରିଲ। ହଉ ଏତିକି ପର୍ଯ୍ୟନ୍ତ ସମସ୍ତେ ବୁଝିପାରିଲେ କି ନାହିଁ ଟିକେ ମୋତେ କହିବ ଆଉ କହିଲା ପରେ କ'ଣ ହେବ ନା ନୋଟ୍ସ ବନେଇବ ଏତିକିର ଯେଉଁମାନେ ବନେଇ ଦେଇଛ ବଢ଼ିଆ କଥା। ଆଉ ମୋର କଥା ହେଉଛି ଯେ ସମସ୍ତଙ୍କୁ ଅନୁରୋଧ ରହିବ ଯେ ପ୍ରତିଟି ବିଷୟର ପ୍ରଶ୍ନାବଳୀ ଯେଉଁ ସବୁ କ୍ୱେଶ୍ଚନ୍ ଅଛି ତାକୁ ଆଗରେ ଭଲରେ କରିଦିଅ ପରୀକ୍ଷା ପାଖେଇ ଆସିଲା ଭଲରେ ସାରି ଦେଇଥିବ। ମୁଁ ଲାଷ୍ଟ ଆଡ଼ୁ ଚାହୁଁଛି ପଲିଟିକାଲ୍ ସାଇନ୍ସର ଯେଉଁ ଦୁଇଟି ବିଷୟ ପଢ଼େଇଲି ୟା ପୂର୍ବ ଗୋଟେ ବିଷୟ ପଢ଼େଇଥିଲି ଆଉ ଯେଉଁ ରାଜନୈତିକ ଦଳ ରାଜନୈତିକ ଦଳର ସବୁ କ୍ୱେଶ୍ଚନ୍ ଆନ୍ସର୍ ମୁଁ କରିକି ମୋତେ ଆଜି ଦେଖେଇବ ସବୁ ପିଲାମାନେ ଆଉ ଏଟା ମଧ୍ୟ ତାପରେ ମୁଁ ଏଟା ପଢ଼େଇ ସାରିଲା ପରେ ଏହାର କ୍ୱେଶ୍ଚନ୍ ଆନ୍ସର୍ ଆଜି ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଯେମିତି ରାଜନୈତିକ ଦଳର କ୍ୱେଶ୍ଚନ୍ ଆନ୍ସର୍ ଦେଖିବି ଖାତାରେ ମୋତେ ପଠେଇବ ଆଉ ସବୁ ମନେ ଥିବ ଆନ୍ସର୍ ବୁଝିଲ। ଯେତେଟା ବିଷୟ ଅଛି ତାର ପ୍ରଶ୍ନାବଳୀ ସବୁ ସାରିବା ପ୍ରଶ୍ନାବଳୀ ବହୁତ କ୍ୱେଶ୍ଚନ୍ ଆସେ ପରୀକ୍ଷାରେ ଆମେ ସବୁ ସାରିବା ଓକେ ବେଷ୍ଟ ଅଫ୍ ଲକ୍।